ସୁଭଦ୍ରା ଯୋଜନାରେ ବଡ଼ ପରିବର୍ତ୍ତନ, ମହିଳାଙ୍କୁ ମିଳିବ 10,000 ଟଙ୍କା। ଏମିତି କରନ୍ତୁ ଆବେଦନ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟିଏ ନୂଆ ଭିଡ଼ିଓକୁ। ତେବେ ଭାରତ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ ମଧ୍ୟରେ ସୁଭଦ୍ରା ଯୋଜନା ଅନ୍ୟତମ। ଏହି ମହିଳା ସଶକ୍ତିକରଣ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବାକୁ ସରକାର ମହିଳାଙ୍କ ପାଇଁ ସ୍କିମ୍ ଆଣୁଛନ୍ତି। ଓଡ଼ିଶାରେ ମଧ୍ୟ ସୁଭଦ୍ରା ଯୋଜନା କାମ କରିବା ଆରମ୍ଭ କରିଛି। ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କୁ ବାର୍ଷିକ 10,000 ଟଙ୍କା ଦିଆଯିବ। ତେବେ ଓଡ଼ିଶାର କେଉଁ ମହିଳାମାନେ ଏହି ଯୋଜନାର ସୁଫଳ ପାଇବେ? ତେବେ ଆପଣମାନେ ମଧ୍ୟ ଏଯାଏଁ ଆପ୍ଲାଏ କରିନାହାନ୍ତି କି? ଏଥିପାଇଁ କ'ଣ ରହିଛି ଆବଶ୍ୟକତା ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି ବିଗତ ଦିନମାନଙ୍କରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା। ଏବେ ଆସି ଡିସେମ୍ବର ପହିଲାଣି। ଆପଣମାନେ ଶେଷ ତାରିଖ ମାର୍ଚ୍ଚ 7 ତାରିଖ ପର୍ଯ୍ୟନ୍ତ ଆପ୍ଲାଏ କରିପାରିବେ। ଯେଉଁ ମହିଳାମାନେ ଓଡ଼ିଶାରେ ରହୁଥିବେ ସେମାନେ ଏହି ଯୋଜନାର ସୁଫଳ ପାଇବେ। ଏଥିଲାଗି ମହିଳାଙ୍କ ବୟସ 21ରୁ 60 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏଥିସହ ଯେଉଁ ପରିବାରର ଆୟ 2.5 ଲକ୍ଷରୁ କମ୍ ହୋଇଥିବ ସେହି ମହିଳାମାନଙ୍କ ପରିବାର କୌଣସି ସଦସ୍ୟ ମଧ୍ୟ ଆୟକର ପୈଠ କରୁଥିଲେ ସୁଭଦ୍ରା ଯୋଜନାର ଅଯୋଗ୍ୟ ହେବେ। ତେବେ ଯଦି ଏଯାଏଁ ସୁଭଦ୍ରା ଯୋଜନା ନାମ ସାମିଲ କରିନାହାନ୍ତି ତେବେ ସୁଭଦ୍ରା ଅଫିସିଆଲ ପୋର୍ଟାଲକୁ ଯାଇ ନିଜ ନାମ ପଞ୍ଜୀକରଣ କରିନିଅନ୍ତୁ। ଏଥିରେ ନିଜ ନାମ ସହ ପିତା ବା ସ୍ୱାମୀଙ୍କ ନାମ, ଆଧାର ନମ୍ବର, ବ୍ୟାଙ୍କ ଖାତାରେ ସବିଶେଷ ବିବରଣୀ ଦେବାକୁ ହେବ। ଏହାପରେ KYC କରିବାକୁ ହେବ। ଏଥିରୁ ସାରିକ, ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, ରହୁଥିବା ଘରର ପ୍ରମାଣପତ୍ର ପରି ଜରୁରୀ ଡକୁମେଣ୍ଟ ମଧ୍ୟ ଅପଲୋଡ଼ କରିବାକୁ ଆପଣଙ୍କୁ ପଡ଼ିପାରେ। ଏହିସବୁ କାମ ଆପଣଙ୍କ ପଟରୁ ସଠିକ୍ ରୂପେ କରିବା ଦରକାର। ଏହାପରେ ଆପଣଙ୍କ ଫର୍ମ ଯାଞ୍ଚକାରୀ ଟିମ୍ ନିକଟରେ ପହଞ୍ଚିଯିବ। ସେମାନେ ଏସବୁକୁ ଯାଞ୍ଚ କରିବା ପରେ ଆପଣଙ୍କୁ ସୁଭଦ୍ରା ଟଙ୍କା ମିଳିବ ବା ଆପଣଙ୍କ ଖାତାକୁ 2ଟି କିସ୍ତିରେ ବର୍ଷକୁ ଆସିବ 10,000 ଟଙ୍କା। ଏଭଳି ଭାବେ ସରକାରଙ୍କ ନିୟମ ରହିଛି। ନିଶ୍ଚିତ ଭାବରେ ଆପଣମାନେ ଜାଣିପାରିଥିବେ ଏବଂ ଯାହା କୌଣସି ଯଦି ଆପଣଙ୍କୁ ଯାହା ରହିଛି ଆପଣଙ୍କର ଅସୁବିଧା ହେଉଛି କିମ୍ବା କୌଣସି ଡାଉଟ୍ ହେଉଛି ନିଶ୍ଚୟ ଭାବେ କମେଣ୍ଟ କରି ଜଣାନ୍ତୁ। ବର୍ତ୍ତମାନ ପାଇଁ ଏତିକି ରହୁଛୁ।